ବଂଶ ବୁଡି ଗଲା, ଦାଣ୍ଡର ଭିକାରୀ ହେଇଗଲୁ, ରୋଗରେ ପଡିଲ, ତଥାପି ତୁମେ ପ୍ରଭୁଙ୍କୁ ଡାକୁଛ। ତୁମେ ସରଳତା କଣ ଦୂର କରିବ ନାହିଁ? ଆଇବ କଣ କହିଲେ 27 ଅଧ୍ୟାୟ ଆପଣ ମାନେ ଦେଖିବ 5 ପଦ। ହଁ, ମୁଁ ଯେ ତୁମକୁ ନିର୍ଦୋଷ କରିବି ଏହା କଦାପି ନ ହେଉ। ମୁଁ ମରଣ ପର୍ଯ୍ୟନ୍ତ ମୋର ସରଳତା ଆପଣଙ୍କଠାରୁ ଦୂର କରିବି ନାହିଁ। ହାଲେଲୁୟା। ମୁଁ ମରିବା ପର୍ଯ୍ୟନ୍ତ ସରଳତା ଦୂର କରିବି ନାହିଁ। ଗୀତରେ କଣ ଲେଖାଯାଇଛି? ଯେ ସରଳ କଥା କହେ ଅଧର୍ମରୁ ଆପଣ ହାତ ଝାଡ଼ି ଦିଏ। ସରଳ, ଯେ ସରଳ କଥା କହେ, ସରଳ ଜୀବନ ଯାପନ କାଟେ, ବାଘ ଭଳି, ହାତୀ ଭଳି, ଗଣ୍ଡା ଭଳି, ଗୟଳ ଭଳି, ଗର୍ବ ଅହଙ୍କାର ପଦ ପଦବୀ ମୁଁ ଧନୀ ଜ୍ଞାନୀ ମାନେ ରଖେ ନାହିଁ। ସେ କେବଳ ସରଳ ଗର୍ଦ୍ଧସ୍ୟ ହବ। ଆଇବ କହିଲେ ମୁଁ ସରଳତା ଦୂର କରିବି ନାହିଁ। ମୁଁ ଧନୀ ବେଳେ ଯେପରି ସରଳ ଜୀବନ କାଟୁଥିଲି, ଦରିଦ୍ର ହେଲେ ସୁଦ୍ଧା ମୋ ପ୍ରଭୁଙ୍କ ପିଠିରେ ବସେ ସରଳ ଜୀବନ ଯାପନ କାଟୁଛି। ଯୀଶୁ ପ୍ରଭୁ ଆଜି ଆମ ପିଠିରେ ଅଛନ୍ତି। ସରଳ ହବା, ଅମାୟିକ ହବା, ବିଶ୍ୱସ୍ତ ହବା, ମଣ୍ଡଳୀରେ ହଉ, ପରିବାରରେ ହଉ, ସ୍ୱାମୀ ସ୍ତ୍ରୀରେ ହଉ, ବାପ ପୁଅରେ ହଉ, ଶାଶୁ ବୋଉରେ ହଉ, ବିଶ୍ୱସ୍ତ ହବା। ପଇସା ପତ୍ରରେ ବିଶ୍ୱସ୍ତ, କଥାବାର୍ତ୍ତାରେ ବିଶ୍ୱସ୍ତ, ତା କଥା ଆକୁ ଲଗେଇବା ନାହିଁ, ଜୁଟେଇବା ନାହିଁ, ମଣ୍ଡଳୀ ପଇସା ଖାଇଦବା ନାହିଁ। ଆଜି ମଣ୍ଡଳୀ ପଇସା ଏମିତି ଲୋକ ସବୁ ଖାଇ ଦଉଛନ୍ତି ବହୁ ଜାଗାରେ, ଖାଲି ଗଣ୍ଡଗୋଳ, ତାକୁ ଅନ୍ତର ତାକୁ ଅନ୍ତର। ସେ 4 ଲକ୍ଷ ନେଇଗଲା, ମୁଁ 2 ଲକ୍ଷ ନେଇଛି। ଗୋଟେ ଗାଁରେ 4 ଲକ୍ଷ ଲୁଟି ଦେଲେ, ଆଉ ଜଣେ କାର୍ଯ୍ୟ କଲେ ନାଇଁ ସେ ଭଲ ନାହିଁ, ଏ ମାନେ ହେଲେ 7 ବର୍ଷ ରହିଲେ କେତେ ଲକ୍ଷ ଲୁଟିକି ଦୂରେଇ ଗଲେ। ଦେଖ, ଟଙ୍କା ଠକିବା ଦରକାର ନାହିଁ। ଯେ ସରଳ ଲୋକ କାହାକୁ ଠକି ପାରିବ ନାହିଁ, ବିଶ୍ୱାସଘାତକ କରିବ ନାହିଁ, ମନ୍ଦକୁ ଯିବ ନାହିଁ, ପାପକୁ ଯିବ ନାହିଁ, ମଦ ଗଞ୍ଜେଇ ବିକି ପାରିବ ନାହିଁ, ଖାଇବ ନାହିଁ। କାହିଁକି? ସେ ତା ମାଲିକ ରାଜାଙ୍କୁ ପିଠିରେ ବସେଇଛି। ଭୟ ରହିବ, ମୋ ମାଲିକ ମୋ ପିଠିରେ ବସିଛନ୍ତି। ସେଥିପାଇଁ ଯେ ସରଳ କଥା କହେ ଅଧର୍ମରୁ ଆପଣ ହାତ ଝାଡ଼ି ଦେ, ତାହାକୁ ଉପରକୁ ନିଆହବ। ଗଧ ଆମକୁ ଶିଖଉଛି, ହେ କ୍ଷୁଦ୍ର ବିଶ୍ୱାସୀ ମାନେ, ମୁଁ ଯେପରି ମାଲିକକୁ ପିଠିରେ ବସାଇ ଯାତ୍ରା କରେ, କେତେ ଗଣ୍ଡଗୋଳ ହେଲା, ଅଶାନ୍ତି ହେଲା, ହୋ ହଲା ହେଲା, ମୁଁ ସବୁକୁ ପଛ କରି ମାଲିକର ଆଜ୍ଞା ଦେଲା। ଠିକ ଯେତେ ଲୋକ ଯୀଶୁଙ୍କୁ ଗ୍ରହଣ କରି ବାପ୍ତିସ୍ମ ନେଇ ପଥର ପଥର ହେଇଛ, ସରଳ ହୁଅ, ଅମାୟିକ ହୁଅ, ନମ୍ର ହୁଅ, ସହିଷ୍ଣୁ ହୁଅ, ଦୁଃଖ ଆସୁ, କଷ୍ଟ ଆସୁ, ରୋଗ ହଉ, ସଂକଟ ହଉ, ମୃତ୍ୟୁ ହଉ, ସଦାବା ହୁଅ, ବିଧବା ହୁଅ, ଯାହା ହୁଅ, ମୁଁ ଯୀଶୁଙ୍କ ସଙ୍ଗେ ଚାଲିବି, ପିଠିରେ ବସିଛି, ଆଗକୁ ଯିବିନି। ତାହେଲେ ସେ ସରଳ ହୁଅ, ଆମେ ଗୋଟିଏ ଗୋଟିଏ ଗଧ ହବା। ଏ ବାକ୍ୟକୁ ଯଦି ସଫଳ କରିବା, ଆଜି ବିଜୟ ଜାତ, ଆଜିର ଖଜୁରୀ ଭାଙ୍ଗା ପର୍ବ ଆମ ପାଇଁ ସାଫଲ୍ୟ ମଣ୍ଡିତ ହବ। ପ୍ରଭୁ ଆମ ସମସ୍ତଙ୍କୁ ଗୋଟିଏ ଗଧ କରି ରଖନ୍ତୁ, ଯୀଶୁଙ୍କୁ ପିଠିରେ ବସାଇ ମରିବା ଦିନ ପର୍ଯ୍ୟନ୍ତ
ସରଳ ଜୀବନ ଯାପନ କାଟି ବିଶ୍ୱସ୍ତ ଜୀବନ କାଟି ଯଦି ଆମେ ଆଗକୁ ବଢିବା ଗଧ ହବାର ଆମେ ସୌଭାଗ୍ୟ ଅର୍ଜନ କରିବା ସ୍ୱର୍ଗ ଯିବାର ଆମେ ସେଇ ପଥର ପଥି କହି ନବଜାଗରଣ ସୃଷ୍ଟି କରିପାରିବା। ଏ ବାକ୍ୟ ଦ୍ୱାରା ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରି ନବଜାଗରଣ ଦେଇ ଶାନ୍ତି ପଥରେ କଢେଇ ନିଅନ୍ତୁ। ଆମେ ନମସ୍କାର।